ଗଲା କାଲି ଆମ ରୁମ୍ରେ ପୁରା ମୁସ୍କିଲ ହେଇଯାଇଥିଲା। ପୁରା ଗୋଟେ ପିଲାଟା ପୁରା ଡେ ନାଇଟ୍ ଦୁଇଥର ମାନେ କାମ କରି ଆସିଥିଲା, କିନ୍ତୁ କ'ଣ ହେଇଛି କ'ଣ ପ୍ରୋବ୍ଲେମ୍ ଏଇଆ ହେଇଗଲା କି ମାନେ ଆମ ରୁମ୍ରେ 4 ଜଣ ଟୋଟାଲ୍ ରହୁଛି ନା, ସେ କ'ଣ ହେଇଛି ପୁରା ଜଣେ ପୁରା ତାଲା ଲକ୍ କରିଦେଇ ପଳେଇଥିଲା, ଆଉ ଜଣେ ପୁରା ଡ୍ୟୁଟିରେ ଆସିକି ଦେଖିଲା ବେଳକୁ ତାଲା ନାହିଁ, ମାନେ ସେ ବାହାରେ ଘୁରି ବୁଲୁଛି ପୁରା କବାଟ ଫବାଟ ବାଡ଼ଉଛି। ଆଉ ମକାନ ମାଲିକ ମାନେ ଏଇଟା ହେଉଛି ଆମ ରୁମ୍ ନା, ଏଇଠି ସେ ବାଡ଼େଇଲେ ସେଇ ମାନେ ମକାନ ମାଲିକ ଶୁଣିଲେ ସେ ପଳେଇ ଆସେ, ଆଉ ପଳେଇ ଆସିଲେ ସେଇ ଗାଳି করে ଯାଇକି ରୋଷେଇ କରୁଛନ୍ତି। ଏଇଟା ଆମ ଷ୍ଟାଫ୍। ଭାଇ କ'ଣ କରୁଛୁ? ହଁ ମନ ଇଚ୍ଛାରେ ଆଉ କ'ଣ କଲେ? ଏ ଦେଖ 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 ଭାଇ ଜିମ୍ କାଢ଼ିଲେନି ଦେଖ, ୟାକୁ କହନ୍ତି ଆକ୍ଚୁଆଲି ପୁରା ନାଇଟ୍ ଡ୍ୟୁଟି କରିକି ନା ଜିମ୍ କରୁଛି, କାହିଁକି ତା ହେଲ୍ଥ ସୁସ୍ଥ ରହିବ ବୋଲି। ମୁଁ ଟିକେ ଜିମ୍ କରି ଯାଉଛି। ଭାଇ ଗଲା କାଲି ଆମକୁ ବସ୍ରେ ଜାଗା ମିଳୁନଥିଲା ନା, ଆଜି ପୁରା ସମସ୍ତଙ୍କୁ ମିଳିଯାଇଛି ଜାଗା, କିନ୍ତୁ ଆଉ କିଛି ଜଣ ପଚାରିଲେ ତାଙ୍କୁ ମିଳିଲାନି। ଆମେ ପୁରା ଲାଷ୍ଟ ସିଟ୍ରେ ଆସିଯାଇଛୁ, ବସିଯାଇଛୁ ପୁରା ଆଗରେ, କାହିଁକିନା ଭାଇ ଗଲା କାଲି ସିଟ୍ ମିଳିନଥିଲା ପୁରା ଠିଆ ହେଇ, କିନ୍ତୁ କମ୍ପାନୀ ନାଇଟ୍ ଡ୍ୟୁଟି କରୁଥିଲା ପୁରା ନିଦ ମାନେ ପୁରା ଖତରନାକ ଲାଗୁଥିଲା। ଆଜିର ଟପିକ୍ କିନ୍ତୁ ବହୁତ ଜବରଦସ୍ତ ହେବ, କାହିଁକିନା ଭାଇ ମୋ ଇନଷ୍ଟାଗ୍ରାମର ଯେଉଁ ଆଲଗୋରିଦମ୍ ଥିଲା ତାକୁ ଆମେ ହ୍ୟାକ୍ କରିସାରିଛୁ। ଏବେ ୟୁଟ୍ୟୁବର ପାଳି ନା, ୟୁଟ୍ୟୁବ ଆଲଗୋରିଦମ୍କୁ ପୁରା ହ୍ୟାକ୍ କରିବାର ଅଛି ଆଜି ପୁରା। ତା ଉପରେ ଟପିକ୍ ରହିବ ବହୁତ ଜବରଦସ୍ତ ହେବ। ଆଉ କମ୍ପାନୀର ପୁରା ବାହାରି ସାରିଛି, ନିଦ ଆଜି ଏତେ ଲାଗୁନାହିଁ, କାହିଁକିନା ଗଲା କାଲି ମୁଁ ସକାଳେ ପୁରା ଖିଆପିଆ କରିକି ଶୋଇଥିଲି, ସେଥିପାଇଁ ମୁଁ ଜଲ୍ଦି ଉଠିଗଲି। କମ୍ ସେ କମ୍ ମୋତେ 3ଟା ପାଖାପାଖି ଉଠିଥିଲି ଗଲା କାଲି। ଆଉ ତାପରେ ବୁଲାବୁଲି କ'ଣ କଲି ମୁଁ ଜାଣିପାରିଲିନି। ତାପରେ ଆଜି ରାତିରେ ଏତେ ନିଦ ହେଇନି, ଟିକେ ଟିକେ ନିଦ ହେଉଥିଲା, ଶୋଇ ପଡ଼ିଥିଲି, ଉଠିଥିଲି। ଏବେ ଆମେ କମ୍ପାନୀରେ ବାହାରି ଯାଇଛି, ଜଷ୍ଟ ବାହାରିଲା ନା ଗାଡ଼ି। ଆଜି କିନ୍ତୁ ପରଫେକ୍ଟ ଟାଇମ୍ରେ ପୁରା 7:30ରେ ବାହାରିଛି। ଆଉ ପିଲାମାନେ ଦେଖୁଛି ଦେଖ, ବସ୍ ପୁରା ଟିକେ ଖାଲି ଅଛି ଆଜି। ଆଉ ଏ ପାଖରେ ଦେଖୁଛ ଇଏ ଭାଇ କ'ଣ ନା ଭାଇ? ଦନପତି ଭାଇ। ଇଏ ହେଉଛି ଆମର ମାଲକାନଗିରିର ପିଲା। ମାଲକାନଗିରି ବା ପୁରା ବୁଦ୍ଧି କେଉଁ ବ୍ଲକ୍ ଯିବ? କୁନ୍ଦ୍ରା। ଆରେ ଭାଇ ମୁଁ ୟାଙ୍କ ବ୍ଲକ୍ ଯାଇଛି, ଆଉ ୟାଙ୍କ ବ୍ଲକ୍ରେ ରହିଛି ବି 3 ଦିନ। ସେଇଠି ରହିକି ମୁଁ ଯାଇଥିଲି ଗୁଡ଼ି ଆମର ତମର ସେଇ ଯେଉଁ କ'ଣ ଅଛି ସେଠି, ସେ ମହାଦେବଙ୍କର ଯେଉଁ ମନ୍ଦିର ଅଛି, ଆଉ ଗୁପ୍ତେଶ୍ୱର, ସେଇଠିକି ମୁଁ ଯାଇଥିଲି ତାଙ୍କ ପାଖକୁ ବୁଲିବାକୁ। ଭାଇ ବହୁତ ଜବରଦସ୍ତ। ତାପରେ ମୁଁ ବ୍ଲଗ୍ ବନେଇଥିଲି ପୂର୍ବରୁ, ମୋ ୟୁଟ୍ୟୁବରେ ଅପଲୋଡ଼ ହେଇଯିବି, କିନ୍ତୁ ଏବେ ତ ମାନେ କାହାର ମନେ ନଥିବ, ତ ଦେଖିନେବେ ଯାଇକି। ଭାଇ ଗୁପ୍ତେଶ୍ୱର କି ଜାଗା ୟାର, ମାନେ ସେ ଶିବ ମନ୍ଦିରଟା ଏ ଯେଉଁ ଲିଙ୍ଗଟା ଛୋଟ ଥିଲା ବୋଧେ, ଛୋଟ ଥିଲା, ବଢ଼ୁଛି। କେତେ ଛୋଟ ଥିଲା ତମେ ଦେଖି ଯାଇଥିଲ ପୁରା ଛୋଟବେଳେ? କେତେବେଳେ ଯାଇଛ ସେଠିକି? ତମେ କେତେ ଥର ଯାଇଛ ସେଠିକି? 2-3 ଥର। ମୁଁ ଭାଇ ଥରେ ଯାଇଛି। ଆଉ ସେ ପାଖରେ ଗୋଟେ ନଦୀଟା ଅଛି, ସେ ନଦୀର ନାଁ କ'ଣ? ସାଗର ଗଙ୍ଗା ନା କ'ଣ ଗୋଟେ, ସେ ନଦୀର ନାଁ ସେଠି କିଛି ଅଛି। ତ କିଛି ନାହିଁ, ଆଉ ଥରେ କେବେ ମୁଁ ଅଲ୍ ଇଣ୍ଡିଆ ଟ୍ରାଭେଲିଂ ସରେଇକି ମୁଁ ଯିବି, ଆଉ ଥରେ ଓଡ଼ିଶା ଟ୍ରାଭେଲ୍ କରିବି ନା, ସେଇଠି ଯାଇକି ଆଉ ଥରେ ଦେଖେଇବି, ସେମିତି କିଛି ଟେନସନ୍ ନେବା ନାହିଁ। ତ ଚାଲ ବର୍ତ୍ତମାନ ଟିକେ ରେଷ୍ଟ ନେବା, ତାପରେ ମୁଁ ଯାଇକି ରୁମ୍ରେ ଯାଇକି ଆଉ କଥାବାର୍ତ୍ତା ହେବ। ଦେଖ ଆମର ବସ୍ ଦେଖ ଏମିତି କିଛି ଅଛି, ଯାଉଛି ପୁରା এইপଟେ ପିଚୁ ପା ରାସ୍ତା ଲମ୍ବା କରାହେଉଛି, ବହୁତ ପତଳା ଥିଲା ରାସ୍ତା, ଏବେ ଆଉ ଥରେ ରିପେୟାର କରାହେଉଛି ରାସ୍ତା। ପିଚୁ ମରାହେଉଛି। ଆମ ରୁମ୍ ପାଖାପାଖିରେ ବି ତାଙ୍କର ସବୁ ଖୋଳାଖୋଳି ଚାଲିଛି, ରୁଟ୍କୁ ଉତ୍ସାହ କରାହେଉଛି ଚାରିଆଡ଼େ। ମାନେ ଧୀରେ ଧୀରେ ଦେଶ ଡେଭଲପ୍ କଲାଣି ନା, ଆଉ ଯଦି ଏରିଆ ଯଦି ଡେଭଲପ୍ ନ କରିବ ତାହେଲେ କେମିତି ହେବ? ଚାଲ ଡେଭଲପ୍ କରିବା। ଆଉ ଗଲା କାଲି ଆମ ରୁମ୍ରେ ପୁରା ମୁସ୍କିଲ ହେଇଯାଇଥିଲା। ପୁରା ଗୋଟେ ପିଲାଟା ପୁରା ଡେ ନାଇଟ୍ 2 ଥର ମାନେ କାମ କରି ଆସିଥିଲା, କିନ୍ତୁ କ'ଣ ହେଇଛି କ'ଣ ପ୍ରୋବ୍ଲେମ୍ ଏଇଆ ହେଇଗଲା କି ମାନେ ଆମ ରୁମ୍ରେ 4 ଜଣ ଟୋଟାଲ୍ ରହୁଛି ନା, ସେ କ'ଣ ହେଇଛି ପୁରା ଜଣେ ପୁରା ତାଲା ଲକ୍ କରିଦେଇ ପଳେଇଥିଲା, ଆଉ ଜଣେ ପୁରା ଡ୍ୟୁଟିରେ ଆସିକି ଦେଖିଲା ବେଳକୁ ତାଲା ନାହିଁ, ମାନେ ସେ ବାହାରେ ଘୁରି ବୁଲୁଛି ପୁରା କବାଟ ଫବାଟ ବାଡ଼ଉଛି। ଆଉ ମକାନ ମାଲିକ ମାନେ ଏଇଟା ହେଉଛି ଆମ ରୁମ୍ ନା, ଏଇଠି ସେ ବାଡ଼େଇଲେ ସେଇ ମାନେ ମକାନ ମାଲିକ ଶୁଣିଲେ ସେ ପଳେଇ ଆସେ, ଆଉ ପଳେଇ ଆସିଲେ ସେଇ ଗାଳି করে ଯାଇକି। ଭାଇ ସେ ପୁରା କବାଟ ବାଡ଼ଉଛି ଧୁମା, ଆଉ ସେ ପିଲା ଦେଖିଲା ବେଳକୁ ତାଲା ମାରି ଦେଇକି ପଳେଇଛି। ଆମେ ଭାବୁଛୁ ସେ ପିଲାଟା ରହିଛି ରୁମ୍ରେ, ସେଥିପାଇଁ ଆମେ ଛାଡ଼ି ଦେଇ ପଳେଇଥିଲୁ। ଦେଖିଲା ବେଳକୁ ସେ ଚାବି ନେଇ ପଳେଇଥିଲା। ତା ବସ୍ ମିସ୍ ହେଲା କହିକି ସେ ଫେରି ଆସିଲା, ନହେଲେ ଇଏ ଯାଇକି କ'ଣ କରିଥାନ୍ତା ଅତାପତା ନାହିଁ। ଆଉ କ'ଣ କରିବା? ଯେଉଁ ମୁଁ ଦେଖାଉଥିଲି ହେମନ୍ତ, ସେ ହେଉଛି ମାନେ ଅକଳିଆରେ ପଡ଼ିଯାଇଥିଲା। ମୁଁ ଆସିକି ସକାଳେ ଯାଇକି ଏଇନା ଯାଇକି ସେ ପିଲାଟାକୁ ଗାଳି କରୁଛି, କ'ଣ ପାଇଁ ତୁମ ରୁମ୍ରୁ ଚାବି ଯାକ ନେଇଯାଉଛ, ଇଏ କରୁଛ ସେଇଭଳିଆ। ଆଉ ଏଇଠି ଦେଖ ଆମ ମୁଣ୍ଡା ପିଲାକୁ ଦେଖୁଛୁ କ'ଣ କରୁଛନ୍ତି। ये मुंडा स्टार को ये देखो, ये बंदा हमारा अभी ब्रश कर रहा है। क्या खाएगा, क्या खाना खाएगा रे? अभी नहीं बना, सब्जी नहीं बना है। अरे कौन बनाऊँ रे? ये कोबी कोबी अबे तेल पल ढाले କ'ଣ କରୁଛୁ? ଦେଖ ତାଙ୍କ 6 ଜଣ ପାଇଁ ରୋଷେଇ ହେଉଛି। ଦେଖ
ଛଅ ଜଣ ପାଇଁ ରୋଷେଇ କରୁଛନ୍ତି ଏଇଟା ଆମ ଷ୍ଟାଫ। ଭାଇ କ'ଣ କରୁଛୁ? ହଁ ମନ ଇଚ୍ଛାରେ ଆଉ କ'ଣ କଲେ? ଏ ଦେଖ ଦେଖ ଦିଦି ଭାଇ ଜିମ୍ କାଢ଼ିଲେନି ଦେଖ। ୟାକୁ କହନ୍ତି ଆକ୍ଚୁଆଲି ପୁରା ନାଇଟ୍ ଡ୍ୟୁଟି କରିକି ନା ଜିମ୍ କରୁଛି କାହିଁକି ତା ହେଲ୍ଥ ସୁସ୍ଥ ରହିବ ବୋଲି। ମୁଁ ଟିକେ ଜିମ୍ କରି ଯାଉଛି ନହେଲେ ଏମିତି ହେବନି ଆଉ। ଭାଇ ଜିମ୍ ଫିମ୍ କରିବା ଦରକାର ୟାର। ମାନେ ନାଇଟ୍ରେ ଡ୍ୟୁଟି କଲା ପରେ ବି ଜିମ୍ କରୁଛି ମାନେ ଅଦ୍ଭୁତ ମଣିଷ ସେ। ଚାଲ ଚାଲ ଆମ ରୁମ୍ରେ ଯାଇକି ଜିମ୍ ଫିମ୍ ଟିକେ କରିବା। ହେମନ୍ତକୁ ଟିକେ ଜିମ୍ କରିବା ଆଜି। ହେମନ୍ତ କୁଆଡ଼େ ଗଲା ଆଜି? ଆରେ ହେମନ୍ତ 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 ଏ ଭାଇ ଦେଖ ଶୋଇ ପଡ଼ିଛି। ହେମନ୍ତ ଯିବୁନି ଡ୍ୟୁଟି? ଯିବୁ? ଏ ଉଠୁନ ମୋ ଅଡ଼ିଏନ୍ସ କେଉଁ କହୁଛନ୍ତି। ଭାଇ ନିଦରେ ଅଛି। କାଲିକି ଯାଇକି ପୁରା ବହୁତ ମୁସ୍କିଲରେ କାମ କରୁଛି। ଆଜି ଆଜି ଢେର ଯାଇକି ନାଇଟ୍ରେ ଯିବୁ? ଦେଖିବୁ ଦେଖାଯାଉ ଆଜି ଟ୍ରାଏ କରୁଛି। ଆଉ ଗୋଟେ କମ୍ପାନୀ ଗୋଟେ ଅଦ୍ଭୁତ ପିଲା ଦେଖିଲି ଭାଇ ମୁଣ୍ଡ ଖରାପ। ସେ କ'ଣ କଲା କି ମୋ ପୂର୍ବ ଦିନ ମାନେ ପରଦିନ ସେ ରାତି ମାନେ 12 ଘଣ୍ଟା ସକାଳୁ ଡ୍ୟୁଟି କଲା ନାଇଟ୍ ଯାଏ। ରାତି 9ଟାରେ ଯେତେବେଳେ ଆମେ କମ୍ପାନୀ ଯାଉଥିଲୁ ସେତେବେଳେ ସେ ବାହାରୁଥିଲା। ଆଉ ଠିକ୍ ଆଉ 15 ମିନିଟ୍ ପରେ ସିଏ ଫିର୍ ପଳେଇ ଆସିଲା ନାଇଟ୍ ଡ୍ୟୁଟି କରିବାକୁ ମାନେ 8 ଘଣ୍ଟା ସିଫ୍ଟ କରିବା ପାଇଁ। ଫିର୍ ଆସିଲା ସେ ମୋ ସହିତ କାମ କଲା 8 ଘଣ୍ଟା। ଫିର୍ ଯେତେବେଳେ ଆମେ ବାହାରିଲୁ ସକାଳ 6ଟାରେ ବାହାରିଲୁ ଆଉ ଗଲା କାଲି ଫେର୍ ସେ ଡେରେ ଫିର୍ 12 ଘଣ୍ଟା କାମ କଲା। ମୁଁ ଯେତେବେଳେ କମ୍ପାନୀ କାଲି ଯାଉଥିଲି ସେତେବେଳେ ସିଏ ଫିର୍ ମାନେ ବାହାରୁଥିଲା। ମାନେ ଭାଇରେ କି ଅଦ୍ଭୁତ ମଣିଷ। ଫିର୍ ଆଉ ଅଧଘଣ୍ଟା ପରେ ମାନେ 15 ମିନିଟ୍ ପରେ ଫିର୍ ପଳେଇ ଆସିଲା କମ୍ପାନୀକୁ ମାନେ ଫିର୍ 8 ଘଣ୍ଟା କରିବା ପାଇଁ। ମାନେ ଆମର 12 ଘଣ୍ଟାକୁ 800 ଟଙ୍କା ଆଉ 8 ଘଣ୍ଟାକୁ ପଡ଼ୁଛି କେତେ 700 ଟଙ୍କା 700 ଟଙ୍କା ମାନେ 1500 ଭାଇ 3000 ଟଙ୍କା। 2 ଦିନରେ 3000 ଟଙ୍କା ପଇସା କମାଇଛି। ଦେଖାଯାଉ ହେମନ୍ତ ସେ ଚ୍ୟାନେଲ ମାନେ ଚ୍ୟାଲେଞ୍ଜକୁ ଜିତୁଛି କି ନାହିଁ। ହେମନ୍ତ ତୁ ପାରିବୁ ଚ୍ୟାଲେଞ୍ଜ? ନା ହେମନ୍ତ ସେ ଚ୍ୟାଲେଞ୍ଜ ପାରିବନି କାହିଁକି ଯଦି କାପାସିଟି ତାର ନାହିଁ 2 ଦିନରେ 3000 କମେଇବାର। କିନ୍ତୁ 2 ଦିନରେ ସେ 1500 କମେଇ ପାରିବ କିନ୍ତୁ 3000 ନା ନାମୁମକିନ। କିନ୍ତୁ ମୁଁ ଚାହିଁଲେ କରିବି ଯେ କିନ୍ତୁ ମୁଁ କରିବିନି। ଚାଲ ଏଇନା ମୋ ପାୱାର ବ୍ୟାଙ୍କ ଅଛି ଦେଖାଯାଉ। ଡିଜେ ଫିଜେ ବଜେଆ ଟିକେ ଆଉ ଟିକେ ମସ୍ତି କରିବା। ଆଉ ମୋ କ୍ୟାମେରା ଷ୍ଟାଣ୍ଡ ଅନେଇଛି କେବେ ତାକୁ ୟୁଜ୍ ବି କରାହେଉନି। ଓକେ ତ ଚାଲ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଥିଲା କିନ୍ତୁ ପରେ ଆଉ ଗୋଟେ ନେକ୍ସଟ ବ୍ଲଗ୍ରେ କହିବି। ଆଉ ଚାଲ ବାଏ ବାଏ ଟାଟା।